ଏହି ଦୁନିଆର ସବୁଠାରୁ ବଡ଼ ମୋଟିଭେସନ୍ କ'ଣ ଅଟେ? ତାହା କ'ଣ ଅଟେ କି ତୁମକୁ ସବୁବେଳେ ଆଗକୁ ବଢ଼ିବାକୁ ଦେବ, ଯାହାକି ତୁମ ମନରେ ବାରମ୍ବାର ଭାବନା ଆସିବ କି ଏମିତି ଖାଲିଟାରେ ବସିପାରିବୁ ନାହିଁ, କିଛି ଗୋଟିଏ କର। ତାହା କ'ଣ ଏମିତି ଜିନିଷ ଅଟେ କି ଆମର ଭିତରର ଶକ୍ତିକୁ ଜାଗୃତ କରିବ? ସର୍ବଶେଷରେ ସବୁଠାରୁ ବଡ଼ ମୋଟିଭେସନ୍ କ'ଣ ଅଟେ? ତାହା କ'ଣ ଟଙ୍କା ଅଟେ? କ'ଣ ନାମ ଅଟେ? କ'ଣ ଖ୍ୟାତି ଅଟେ? କ'ଣ ବ୍ରେକଅପ୍ ଅଟେ? ନୁହେଁ, ଏମାନଙ୍କ ଭିତରୁ କିଛି ବି ନୁହେଁ। ସବୁଠାରୁ ବଡ଼ ମୋଟିଭେସନ୍ ଅଟେ, ସବୁଠାରୁ ବଡ଼। ଏ ଦୁନିଆରେ ଏହାଠାରୁ ବଡ଼ ମୋଟିଭେସନ୍ ଆଉ କିଛି ହୋଇପାରିବ ନାହିଁ। ତାହା ଅଟେ ତୁମର ପରିସ୍ଥିତି, ତୁମର ପରିବାରର ପରିସ୍ଥିତି। ଏହି ଜିନିଷ ତୁମକୁ ଯାହା କରିବାକୁ କହିବ ନା, ଦୁନିଆର ବଡ଼ରୁ ବଡ଼ ଶକ୍ତି ଆପଣଙ୍କୁ କରାଇ ପାରିବ ନାହିଁ। ଆରେ ଭାଇ, ଗୋଟିଏ ସାଇକେଲ ବାଲାଟି କହେ ମୋ ପାଖରେ ବାଇକ୍ଟେ ଥାନ୍ତା କି? ଗୋଟିଏ ବାଇକ୍ ବାଲାଟି କହେ ମୋ ପାଖରେ କାର୍ଟିଏ ଥାନ୍ତା କି? ଗୋଟିଏ କାର୍ ଚଲାଲି କହେ ସାୟଦ ମୋ ପାଖରେ ଗୋଟିଏ ବଡ଼ ଦାମିକା କାର୍ଟିଏ ଥାନ୍ତା। ଭାଇ, ଏହି ଦାମିକା କାର୍ ପାଖକୁ ଆସିବାକୁ ହେଲେ ଲୋଭ କିମ୍ବା ଭାବନା ନୁହେଁ, ବରଂ କଠିନରୁ କଠିନ ପରିଶ୍ରମ ଦରକାର। ତୁମେ ଗୋଟିଏ ଜାଗାକୁ ଯାଇଛ, ସେହିଠାରେ ଲୋକ ଭଲ ଭଲ କୋଟ୍ ପିନ୍ଧି ଛିଡ଼ା ହୋଇଥାନ୍ତି ଏବଂ ତୁମେ ଗୋଟିଏ 300 ଟଙ୍କାର ପ୍ୟାଣ୍ଟ ସାର୍ଟ। ଭାଇ, ଲୋକଙ୍କ ଆଟ୍ରାକ୍ସନ୍ କାହା ଉପରକୁ ଯିବ? 5000 ଟଙ୍କାର କୋଟ୍ ନା 300 ଟଙ୍କାର ପ୍ୟାଣ୍ଟ ସାର୍ଟ? ଅବଭିୟସ୍ଲି 5000 ଟଙ୍କାର କୋଟ୍ ଆଡ଼କୁ ଯିବ। ଏ ଦୁନିଆ ଏବେ ଏମିତି ହୋଇଗଲାଣି କି ଏଠି ଆଉ ମଣିଷର କୌଣସି ଭ୍ୟାଲ୍ୟୁ ନାହିଁ। ବନ୍ଧୁ, ଭ୍ୟାଲ୍ୟୁ ଅଛି ତ ଖାଲି ଟଙ୍କାର। ଯଦି ତୁମ ପାଖରେ ଟଙ୍କା ଅଛି ତ ତୁମ ପାଖରେ ଇଜ୍ଜତ ସମ୍ମାନ ଅଛି, ନହେଲେ ତୁ କିଏ? ଚାଲ ଗୋଟିଏ କଥାଟିଏ କହୁଛି, ଧ୍ୟାନରେ ଶୁଣ। ଗୋଟିଏ ଘରର ମାଲିକ ଗୋଟିଏ ଘରଟିଏ ବନାଇବା ପାଇଁ ଗୋଟିଏ ମିସ୍ତ୍ରୀକୁ ଡାକିଲା। ସେ ମିସ୍ତ୍ରୀଟି ତା'ର ଭାବନାରୁ ଗୋଟିଏ ସୁନ୍ଦର ଘରଟିଏ ବନାଇଲା। ଯିଏ ଦେଖିଲେ ସେ କହିଲେ, କ'ଣ ଘର ବନାଇଛନ୍ତି ଆପଣ? କିନ୍ତୁ ସେ କଥା ମିସ୍ତ୍ରୀକୁ ନୁହେଁ, ଘରର ମାଲିକକୁ କହିଲେ। ସେଥିପାଇଁ ଡିପେଣ୍ଡ ଏହା କରେ କି ତୁମେ ସେ ଘରର ମାଲିକ ହେବା ପାଇଁ ଚାହଁ କି ସେ ଘର ବନାଇଥିବା ମିସ୍ତ୍ରୀ। ମନ କରେ କେଉଁଟାକୁ ବୁଲିଯିବା ପାଇଁ, କିନ୍ତୁ ତୁମ ପାଖରେ ବାଇକ୍ ନଥାଏ। ଯଦି ବାଇକ୍ ତ ଥାଏ, ମୁଣାରେ ପଇସା ନଥାଏ। ଆମେ ଯାହା ଇନକମ୍ କରୁ ତାହାଠାରୁ ଅଧିକ ଖର୍ଚ୍ଚ ହୋଇଯାଏ। ରାତିରେ ଭଲ ଭାବରେ ଶୋଇବା ତ ଦୂର କଥା, ଆଖି ବନ୍ଦ କଲେ କି ନିଜର ପରିସ୍ଥିତି ମନେ ପଡ଼େ। ଆପଣଙ୍କ ମା ବାପା ଝାଲ ବୁହାଇ କାମ କରନ୍ତି, ସେଇଟା ପୁଣି କିଛି ଟଙ୍କା ପାଇଁ, ଯାହାକି ଘର ଖର୍ଚ୍ଚରେ ସରିଯାଏ। ସେମାନେ ବି ରାତି ଦିନ ଏକ କରି କାମ କରନ୍ତି। କେବେ କେବେ ସେମାନେ ବି ହାର ମାନେ ବସି ପଡ଼ୁନଥିବେ, ନିଜକୁ ଛୋଟ ଭାବୁନଥିବେ, ଲୋକ ତାଙ୍କୁ କିଛି କହୁନଥିବେ, ତାଙ୍କ ଶରୀର ଆଖି ବି ଥକି ପଡ଼ୁଥିବ, ତଥାପି ସେମାନେ କାମ କରନ୍ତି, କାହିଁକିନା ତାଙ୍କ ପରିସ୍ଥିତି ତାଙ୍କୁ ସେ କାମ କରାଏ। ଭାଇ, ବହୁତ ଭାଗ୍ୟବାନ ଆପଣ କି ଆପଣଙ୍କ ପାଖରେ କିଛି ବି ନାହିଁ ତ, କାହିଁକିନା ଆପଣ ପାଖରେ କିଛି ବି ନାହିଁ ହରାଇବା ପାଇଁ, ଖାଲି ପାଇବା ପାଇଁ ଅଛି। ଏବଂ ଯେତେବେଳେ ଗୋଟିଏ ବ୍ୟକ୍ତି ମାଟିରୁ ଉଠି ଆକାଶକୁ ଛୁଇଁଯାଏ ନା, ତ ତା'ର ଭ୍ୟାଲ୍ୟୁ ବେଶୀ ହୋଇଯାଏ। ଏହା ସେହି ସମୟ ଅଟେ କି ଯାହାକି ତୁମେ କିଛି ବି କରିପାରିବ, ବଡ଼ରୁ ବଡ଼ ସ୍ୱପ୍ନକୁ ବି ପୂରା କରିପାରିବ। ସେଥିପାଇଁ ଆଜିଠାରୁ ତୁମେ ଧରିଥିବା ମୋବାଇଲର ଭଲ୍ୟୁମ୍କୁ ନୁହେଁ, ନିଜର ଭ୍ୟାଲ୍ୟୁକୁ ବଢ଼ାଇବାର ଆରମ୍ଭ କର। ଲାଷ୍ଟକୁ ଗୋଟିଏ କଥା କହିବି, ସମାଜ ସାଥିରେ ବଦଳି ଯାଅ, ନହେଲେ ସେହି ସମାଜକୁ ବଦଳାଇ ଦିଅ। ଖରାପ ପରିସ୍ଥିତି ସମସ୍ତଙ୍କର ଜୀବନରେ ଆସେ। ସେ ଖରାପ ପରିସ୍ଥିତିରେ କିଏ ହାର ମାନିଯାଏ ତ କିଏ ବହୁତ କିଛି ଶିଖିଯାଏ। ଜୀବନରେ ଦୁଃଖ ତ ସଭିଙ୍କର ଆସେ, କିନ୍ତୁ ସେ ଜୀବନରେ ଧୈର୍ଯ୍ୟ ନାମକ ଗୋଟିଏ ଶକ୍ତି ବି ଥାଏ। ଯିଏ ସେ ଧୈର୍ଯ୍ୟର ଶକ୍ତିକୁ ନିଜ ଉପରେ ଧାରଣ କରେ, ସେହି ସଫଳତାର ବାଟ ପାଇଥାଏ। ବହୁତ ଲୋକ ବହୁତ କଥା କହିବେ, କିନ୍ତୁ ଯେତେବେଳେ ଅସଫଳତାର ମୁଖାକୁ ଖୋଲି ସଫଳତାର ମୁଖା ପିନ୍ଧିବନି, ସେହି ଲୋକ ହିଁ ତମ ଆଗରେ ତାଲି ମାରି ନାଚିବେ। ଏମିତି ଆହୁରି ମୋଟିଭେସନ୍ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ ଏବଂ ଭିଡ଼ିଓକୁ ଗୋଟିଏ ସେୟାର କରନ୍ତୁ।